ପିଲାମାନେ ଗୁଡ୍ ମର୍ଣ୍ଣିଂ। ପିଲେ ମୋ ହାତରେ ଗୋଟେ ବହି ଅଛି, ଦେଖିପାରୁଥିବ ବହିର ନାଁ ଲେଖା ହେଇଛି ଜିଜ୍ଞାସା। ଜିଜ୍ଞାସା ଲେଖା ହେଇଛି, ଦେଖି ଜାଣିପାରୁଥିବ। ପିଲେ ଜିଜ୍ଞାସା ମାନେ କ'ଣ? ତା ତଳେ ପୁଣି ଲେଖା ହେଇଛି ଅଷ୍ଟମ ଶ୍ରେଣୀ ବିଜ୍ଞାନ। ଜିଜ୍ଞାସା ଅଷ୍ଟମ ଶ୍ରେଣୀ ବିଜ୍ଞାନ। ପିଲେ ମୁଁ ତୁମକୁ ଜଣାଇବାକୁ ଚାହୁଁଛି, ଏଇଟା ହେଉଛି ଅଷ୍ଟମ ଶ୍ରେଣୀର ବିଜ୍ଞାନ ବହି, ଯେଉଁଟାକି ଏଇ ବର୍ଷ ବଦଳିଛି। ଏଇ ବର୍ଷଠୁ ଏଇ ନୂଆ ବହି ପଢ଼ାଯିବ। ଗତ ବର୍ଷ ଯେଉଁ ବହି ଥିଲା ସେଇଟା ଆଉ ପଢ଼ାଯିବନି। ତ ପିଲେ ଏଇ ବହି ନା ଜିଜ୍ଞାସା କାହିଁକି କରାଯାଇଛି? ପିଲେ ଜିଜ୍ଞାସା ମାନେ କ'ଣ? ଜିଜ୍ଞାସା ତାକୁ କୁହାଯାଏ, ଜାଣିବାର ଇଚ୍ଛାକୁ କୁହାଯାଏ ଜିଜ୍ଞାସା। ଯାହାର ଜାଣିବାକୁ ଇଚ୍ଛା ମାନେ କ'ଣ? ପିଲେ ଯେତେବେଳେ ଗୋଟେ ଛୋଟ ଛୁଆଟେ ଜନ୍ମ ହୁଏ, ସେ ବହୁତ ଗୁଡ଼େ ପ୍ରଶ୍ନ ତା ବାପା ମା ତା ସମସ୍ତଙ୍କୁ ପଚାରେ ଯେ ମାମା ଏଇଟା କ'ଣ, ଏଇଟା ଖାଇଲେ କ'ଣ ହେବ, ଏଇଟା କିଏ କଲା, କାହିଁକି କଲା, କ'ଣ ପାଇଁ କଲା, ଏମିତି ବହୁତ ଗୁଡ଼େ ପ୍ରଶ୍ନ ପଚାରି ଚାଲେ। ଯଦି ଛୁଆଟା ପ୍ରଶ୍ନ ପଚାରୁଛି ତା ମାନେ ତାର ଜାଣିବାକୁ ଇଚ୍ଛା ଅଛି। ସେଇ ଜାଣିବାର ଇଚ୍ଛାକୁ କୁହାଯାଏ ଜିଜ୍ଞାସା। କ'ଣ କୁହାଯାଏ? ଜିଜ୍ଞାସା। ପିଲେ ଯେମିତି ଛୁଆର ଇଚ୍ଛା ଅଛି, ସେମିତି ପ୍ରତି ମଣିଷର ବି ଇଚ୍ଛା ଥାଏ। ଗୋଟେ ଛୋଟ ଛୁଆଟେ ତା ଲେବୁଲରେ ସେ ପ୍ରଶ୍ନ ପଚାରିବ, ଏଇ ବେଲୁନଟା କିଏ ଆଣିଦେଇଛି, କାହିଁକି ଆଣିଦେଇଛି, ଏଇ ବେଲୁନ କାହିଁକି ଫୁଲିଲା। ଆମର ବି ଆମ ଲେବୁଲରେ ପ୍ରଶ୍ନ ଆସିବ, ଏଇ ଜିନିଷଟା କିଏ ବନେଇଲା, କାହିଁକି ବନେଇଲା, କ'ଣ ପାଇଁ ବନେଇଲା। ଏବେ ଯେମିତି ଗୋଟେ ଛୋଟ ଏକ୍ଜାମ୍ପଲ ଦେଉଛି, ପିଲେ ତମମାନେ ସମସ୍ତେ ଘରେ ସବୁ ରୁଟି ଖାଇଥିବ କି ପୁରୀ ଖାଇଥିବ। କେବେ ମନରେ ତମର ପ୍ରଶ୍ନ ଆସୁଛି, ରୁଟିଟାକୁ ଆମେ ତାୱାରେ ସେକିଲେ କ'ଣ ପାଇଁ ସେ ଫୁଲି ଯାଉଛି? ଯେତେବେଳେ ଅଟାଟା ଗୁଣ୍ଡ ହେଇକି ଥିଲା ସେ ତ ଫୁଲୁ ନଥିଲା। କି ତାକୁ ଯେତେବେଳେ ଆମେ ଅଟାଟାକୁ ଚକଟୁଛେ କି ତାକୁ ବେଲୁଛେ, ସେ ସେତେବେଳେ ହିଁ ଫୁଲୁନି, କିନ୍ତୁ ତାୱାରେ ପକେଇ ସେକିଲା ବେଳକୁ ସେ ଫୁଲି ଯାଉଛି। ପୁଣି ମନରେ କୋଶ୍ଚିନ୍ ଆସୁଛି, ଯଦି ବା ଫୁଲୁଛି, ଗୋଟେ ରୁଟିଟା ମନେକର ଏମିତି ଏମିତି ଫୁଲିଗଲା, ଗୋଟେ ପଟ ପତଳା ହେଲା ବେଳକୁ ଆଉ ଗୋଟେ ପଟ ମୋଟା ହେଇଯାଉଛି। ଏମିତି ଭେରାଇଟି ପ୍ରଶ୍ନ ମନରେ ଆସିବେ। ପିଲେ ଏଇଭଳିଆ ଭାବନା କେବେ ତୁମ ମନରେ ଆସିଛି ନା ଆସିନି? ଯଦି ଆସିନି, ତାହେଲେ ଏଇଭଳିଆ ଭାବନା ନିଜ ମନକୁ ପଚାର, ଏରା ସବୁ କ'ଣ ପାଇଁ ହେଉଛି, କାହିଁକି ହେଉଛି? ରୁଟିର ଗୋଟେ ପଟ ଫୁଲିଲା କ'ଣ ପାଇଁ, ଆଉ ଗୋଟେ ପଟ ଫୁଲିଲାନି କ'ଣ ପାଇଁ? ଆହୁରି ପିଲେ ବେଳେବେଳେ ତମମାନେ ଜାଣିଥିବ, ଆମମାନଙ୍କୁ ଜ୍ୱର ହୁଏ। ଜ୍ୱର ହେଲା ବେଳକୁ ଆମ ଦେହ ତାତିଯାଏ। କେବେ ତମ ମନକୁ କୋଶ୍ଚିନ୍ ଆସିଛି, ମୋ ଦେହ କ'ଣ ପାଇଁ ତାତିଗଲା? ଦେହ ତାତିବାର କାରଣ କ'ଣ? ତାପରେ ପିଲା ଆମେ ହସ୍ପିଟାଲ ଯାଇକି ଆମର ଏଇ ଆଙ୍ଗୁଠୁ ଟିକେ ରକ୍ତ ଦେଇକି ରକ୍ତ ପରୀକ୍ଷା କରିଦେଉଛେ। ଡାକ୍ତର କହୁଛି ତମକୁ ମ୍ୟାଲେରିଆ ପରଜୀବୀ ଆଟାକ୍ କରିଛି, ପ୍ଲାସ୍ମୋଡିୟମ ଭାଇରସ୍ ଆଟାକ୍ କରିଛି। ଏବେ ପୁଣି କୋଶ୍ଚିନ୍ ଆସିବ କି ପ୍ଲାସ୍ମୋଡିୟମ ଭାଇରସ୍ କିଏ, ସେ କେମିତି ଆଟାକ୍ କଲା, ମୁଁ ତ ମୋ ଘରେ ଖାଇ ପିଇକି କବାଟ ଦେଇକି ରଖିଥିଲି, ସେ କୋଉ ପଟେ ପଶିଲା? ଏଇଭଳିଆ ଭେରାଇଟି ପ୍ରଶ୍ନ ସବୁ ମୁଣ୍ଡରେ ଆସିବ। ଏବଂ ଯଦି ବା ପଶିଲା, ତାକୁ ମାରିବା କେମିତି, ସେ କ'ଣ ପାଇଁ ରୋଗ କରୁଛି, ସେ ଯଦି ବା ପଶିଲା ପରେ ମୋ ଦେହ କାହିଁକି ତାତିଗଲା? ଏଇଭଳିଆ ସବୁ ଭେରାଇଟି କୋଶ୍ଚିନ୍ ଆସିବ। ପିଲେ ତାପରେ ପୁଣି ଆହୁରି ଗୋଟେ ଜିନିଷ ତମେ ଜାଣିଥିବ, ତମେ ମାନେ ନଳକୂଅରୁ ପାଣିଟା ଛାଣିକି ଆଣିଥିବ, କିନ୍ତୁ ଡାକ୍ତର କହିବା ଆକ୍ୱାଗାର୍ଡ ପାଣି ପିଅ, ଏଇ ନଳକୂଅ ପାଣିରେ ପ୍ରବଳ ବ୍ୟାକ୍ଟେରିଆ ଅଛି। ଏବେ ପୁଣି କୋଶ୍ଚିନ୍ ଆସୁଛି, ଯଦି ବ୍ୟାକ୍ଟେରିଆ ଅଛି ଆମକୁ ସେ ଦେଖାଯାଉନି କାହିଁକି? ଆମେ ତ ପୁରା କପଡ଼ା ଦେଇକି ଛାଣିକି ଆଣିଛେ। ତା ମାନେ ଦୁନିଆରେ ଏମିତି କିଛି ଜୀବ ଅଛନ୍ତି କି ଯେଉଁମାନେ ଆମକୁ ଦେଖାଯାଉନାହାନ୍ତି? ଏଇଭଳିଆ ବି କୋଶ୍ଚିନ୍ ଆସିବ। ଯଦି ଦୁନିଆରେ ଏମିତି କିଛି ଜୀବ ଅଛନ୍ତି, ତାହେଲେ ଏଇ ଦୁନିଆଟା କେତେ ବଡ଼? ଏଇ ଦୁନିଆରେ ତ ଆହୁରି ବି କେତେ ଜୀବ ଥିବେ। ଆମେ ସମସ୍ତେ ଜାଣିଛେ ଆମେ ପୃଥିବୀରେ ଅଛେ। ଏଇ ପୃଥିବୀକୁ ଛାଡ଼ିକି ଆହୁରି ବି କେତେ ଗ୍ରହ, ମଙ୍ଗଳ ବୁଧ ଅଛି। ଆମ ପୁଣି ଜାଣିଛେ ମଙ୍ଗଳ ବୁଧ ଏମିତି ଶନି ପର୍ଯ୍ୟନ୍ତ ଜାଣିଛେ। ଶନିକୁ ଛାଡ଼ିକି ଆହୁରି ଗ୍ରହ ଅଛି କି ନାହିଁ? ଦୁନିଆରେ ଏମିତି କେତେ ଗ୍ରହ ଅଛି? ଆମ ଦୁନିଆରେ ଗ୍ରହ ସଂଖ୍ୟା ବେଶୀ ନା ସମୁଦ୍ରରେ ଯେଉଁ ପଡ଼ିଛି ବାଲି ଛୋଟିଆ ଛୋଟିଆ, ସେ ବାଲି ସଂଖ୍ୟା ବେଶୀ? ଏଇଭଳିଆ ଅନେକ ପ୍ରଶ୍ନ ଆମ ମୁଣ୍ଡକୁ ଆସେ। ଆଉ ଏଇ ଅନେକ କଥା ଆମର ଜାଣିବାକୁ କୁହାଯାଏ ବିଜ୍ଞାନ। ଆଉ ଅନେକ କଥା ଜାଣିବାକୁ କୁହାଯାଏ କ'ଣ? ଜିଜ୍ଞାସା। ଯାହାର ଜାଣିବାର ଇଚ୍ଛା ଥାଏ ତାକୁ କୁହାଯାଏ କ'ଣ? ଜିଜ୍ଞାସା। ସେଇଥିପାଇଁ ପିଲେ ତୁମ ବହିର ନାଁ ଏଥର କରାଯାଇଛି କ'ଣ? ଜିଜ୍ଞାସା। ଆଉ ଏଇ ବହିରେ ଯେତେବେଳେ ପିଲେ ତୁମେ ବହୁତ ଗୁଡ଼େ ପ୍ରଶ୍ନ ପଚାରିବ, କାହିଁକି ହେଲା, କ'ଣ ପାଇଁ ହେଲା, ଏଇସବୁ କେମିତି ଚିନ୍ତା ତୁମ ମୁଣ୍ଡରେ ପଶିବ, ସେଇ ଉପରେ ଏଇ ବହିଟା ତିଆରି କରାଯାଇଛି। ଆଉ ବହିଟା ପିଲେ ଖୋଲିଲେ ତୁମେ ଦେଖିପାରିବ, ବହିର ତଳପଟେ, ବାଁ ପଟେ ତଳପଟେ ଗୋଟେ ଚେର ଭଳିଆ ଚିତ୍ର ଅଛି। ଚେର ଭଳିଆ ଚିତ୍ର ଦେଖିପାରୁଛ ସବୁ? ଚେର ଭଳିଆ ଚିତ୍ର ଅଛି। ଚେରର ଅର୍ଥ, ତୁମେ ମାନେ ଗୋଟେ ଜିନିଷର ପୁରା ମୂଳ ପର୍ଯ୍ୟନ୍ତ ଯିବ। କାହିଁକି ହେଲା, କ'ଣ ପାଇଁ ହେଲା, କିଏ କଲା, ନ କରିଥିଲେ କ'ଣ ଅସୁବିଧା ହେଇଥାନ୍ତା, ଯଦି କରିଛି ସୁବିଧା କ'ଣ ହେଉଛି, ରୁଟିକୁ କିଏ ଫୁଲେଇଲା, ରୋଗ କିଏ କଲା, ଆମର ଯେଉଁ କ୍ୟାଲେଣ୍ଡର ଅଛି ସେ କ୍ୟାଲେଣ୍ଡର କିଏ ବନେଇଲା, କାହିଁକି ବନେଇଲା, କ'ଣ ସୁବିଧା ହେଉଛି, କେମିତି ବନେଇଲା, ଏମିତି ପୁରା
ପଚାରି 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 ତା ମୂଳ ପର୍ଯ୍ୟନ୍ତ ଯିବ। ସେଇଥିପାଇଁ ପିଲେ ତୁମ ବହିର ଗୋଟେ ପଟେ ଗୋଟେ ଚେରର ଚିତ୍ର ଦେଇଛି। ତାମାନେ ତମେ ପ୍ରଶ୍ନ ପଚାରି ପଚାରି ତୁମ ଶିକ୍ଷକଙ୍କୁ ହଉ, ତୁମ ସାଙ୍ଗସାଥିକୁ ହଉ, କି ନହେଲେ ଆଜିକାଲି ତ ସୋସିଆଲ ମିଡ଼ିଆ ହେଇଗଲାଣି, ୟୁଟ୍ୟୁବ, ଗୁଗୁଲ, ସମସ୍ତଙ୍କୁ ପଚାରି ପଚାରି ତମମାନେ ଜାଣିବ। ଏଇଟା ହେଉଛି ତମ ଡ୍ୟୁଟି। ଖାଲି ତମେ ବୋଲି ନୁହଁ, ଆମେ ବି ହେଲେ ଆମେ ବି ଜାଣିବା ଏ ସମାଜକୁ ଆଗକୁ ନେବା ହେଉଛି ଆମର ଡ୍ୟୁଟି। ଏବଂ ଆମେ ପୁରା ଗୋଟେ ଜିନିଷ ପୁରା ମୂଳ ପର୍ଯ୍ୟନ୍ତ ଯିବା, ଅଧାରୁ ଛାଡ଼ିବାନି, କାଣ୍ଡ ମୂଳରୁ ଛାଡ଼ିବାନି, ପୁରା ଚେର ପର୍ଯ୍ୟନ୍ତ ଯିବା। ଏବଂ ସବୁ ଜାଣିଲା ପରେ ତୁମ ବହିର ଡାହାଣ ପଟେ ପିଲେ ଦେଇଛି ଦେଖ, ସବୁ ଜାଣିଲା ପରେ ତମେ ଗୁଡ଼ି ପତାକା ଭଳିଆ ଆକାଶରେ ଉଡ଼ିବ। ଯେତେବେଳେ ତମେ ସବୁ ଜାଣିବ, ତମେ ଯେତେବେଳେ ଆକାଶରେ ଉଡ଼ିବ। ଆକାଶରେ ଉଡ଼ିବ ମାନେ କ'ଣ ପିଲେ, ଯେତେବେଳେ ତମେ ବହୁତ ଗୁଡ଼ିଏ ପାଠ ଜାଣିବ, ସମସ୍ତଙ୍କୁ କହିପାରିବ, ତମେ ଆଉ କ'ଣ ଅନ୍ଧବିଶ୍ୱାସକୁ ଡରିବ କି? ଯେତେବେଳେ ତମେ ପାଠ ଜାଣିବ, ଅନ୍ୟମାନେ ତମକୁ ସମ୍ମାନ କରିବେ କି ନାହିଁ? ସମ୍ମାନ କରିକି ତମେ ଯେଉଁ ସଭା ସମିତି ମିଟିଂ ଫିଟିଂ ଯୁଆଡ଼େ ଯିବ, ତମକୁ ଗୋଟେ ଚୌକି ଦେବେ, ଆରାମସେ ବସିବ, ସମ୍ମାନିତ ହେବ। ତ ପିଲେ ଏଇ ଯେଉଁ ସମ୍ମାନିତ ହେବା, ଉପରକୁ ଯିବା ବୋଲେ ଗୁଡ଼ି ପତାକା ଭଳିଆ ଉଡ଼ିବା ବୋଲେ କ'ଣ ଜଣେ କହିବ ମୋର ସାରା ଡେଣା ଲାଗିଯିବ, ମୁଁ ଆକାଶରେ ଉଡ଼ିବି, ତା ଅର୍ଥ କ'ଣ ସେଇଆ କି? ଗୁଡ଼ି ପତାକା ଭଳିଆ ଉଡ଼ିବ ମାନେ କ'ଣ, ତମେ ବଡ଼ ବଡ଼ ପୋଜିସନକୁ ଯିବ, ବଡ଼ ବଡ଼ ଜାଗାରେ ବସିବ, ବଡ଼ ବଡ଼ ସଭାରେ ସମ୍ମାନିତ ହେବ ଏବଂ ଦେଶ ପାଇଁ ବଡ଼ ବଡ଼ କାମ କରିବ। ଯେମିତି ପିଲେ ଆମର ମହାନ ସାଇଣ୍ଟିଷ୍ଟ ଥିଲେ ଭାରତର APJ ଅବଦୁଲ କଲାମ, ଡକ୍ଟର APJ ଅବଦୁଲ କଲାମ। ସିଏ ପିଲେ ଯେକୌଣସି ପାଠ ପୁରା ମୂଳ ପର୍ଯ୍ୟନ୍ତ ଜାଣିକି ପୁରା ଚେର ଭଳିଆ ହେଇକି, ତାପରେ ସିଏ ଏଇଭଳିଆ ଭାବରେ ଗୁଡ଼ି ପତାକା ଭଳିଆ ଆକାଶରେ ଉଡ଼ିଲେ ଆଜି ତାକୁ ଭାରତ ମନେ ରଖିଛି। ସେ ମୃତ୍ୟୁବରଣ କଲା ପରେ ବି ମଧ୍ୟ ତାଙ୍କୁ ଆଜି ମିସାଇଲ ମ୍ୟାନ ରୂପରେ ମନେ ରଖିଛି। ତେଣୁ ଏଇଭଳିଆ ପିଲେ ହେବା ହେଉଛି ଆମ ଭାରତର ପ୍ରତ୍ୟେକ ନାଗରିକଙ୍କର, କେବଳ ଭାରତର ନୁହେଁ ସମଗ୍ର ବିଶ୍ୱର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଶିଶୁ ଏବଂ ସମସ୍ତଙ୍କର ଅଧିକାର ଅଛି ସବୁ ଜିନିଷ ଜାଣିବେ ଏବଂ ଜାଣିକି ସମ୍ମାନିତ ହେବାର ଅଧିକାର। ଏବଂ ପିଲେ ତମମାନଙ୍କର ବୟସ ହେଉଛି ପରଫେକ୍ଟ ବୟସ। ଏଇ ବୟସରେ ସବୁ କୋଶ୍ଚିନ୍ ପଚରାଯାଏ। ଆଉ ତମେ କୋଶ୍ଚିନ୍ ପଚାରି ପଚାରି ମୂଳ ପର୍ଯ୍ୟନ୍ତ ଯିବ। ଏପଟେ ଏମିତି ମୂଳ ପର୍ଯ୍ୟନ୍ତ ଯିବ, ଏପଟେ ଗୁଡ଼ି ପତାକା ଉଠେ ଆକାଶରେ ଉଡ଼ିବ। ତ ଠିକ୍ ଅଛି, ଏଇ ଜିଜ୍ଞାସା ଚାପ୍ଟରଟାକୁ ଆମେ କାଲିଠୁ ପାଠପଢ଼ା ଷ୍ଟାର୍ଟ କରିବା। ଆସନ୍ତାକାଲି ଦିନ 10ଟାରେ ଗୋଟେ ଚାପ୍ଟର ତମର ଅପଲୋଡ଼ ହେବ ଏବଂ ସମସ୍ତେ ଭିଡ଼ିଓ ଦେଖିବେ। ଆଉ ମୁଁ ଆଶା କରୁଛି ପ୍ୟାରେଣ୍ଟସ୍ ମାନେ, ଅଭିଭାବିକା ମାନେ ନିଜ ଛୁଆମାନଙ୍କୁ ଟିକେ ଖରା ଛୁଟିରେ ଗାଇଡ଼ କର ଏବଂ ସେମାନଙ୍କୁ ବହିଟା ପଢ଼ିବାକୁ କହିବେ ହେଲା।